ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରଖ୍ୟାତ ଗାଳ୍ପିକ ମନୋଜ ଦାସଙ୍କର ଏକ ଅନନ୍ୟ ସୃଷ୍ଟି ହେଲା କ୍ଷୁଦ୍ରଗଳ୍ପ ଶେଷ ବସନ୍ତର ଚିଠି। ଏହି ଗଳ୍ପ ରଚନା ହେବାର 50 ବର୍ଷ ପୂରଣ ହୋଇଯାଇଛି। ଶ୍ରୁତି ସାହିତ୍ୟରେ ଏହି ଅବସରରେ ଆମେ ଗଳ୍ପଟିକୁ ଆମର ପ୍ରିୟ ଶ୍ରୋତାମାନଙ୍କ ଲାଗି ଭେଟି ଦେଉଛୁ। ଛୋଟ ସହରଟିର ଅପେକ୍ଷାକୃତ ଜନବିରଳ ପଶ୍ଚିମ ପ୍ରାନ୍ତରେ କେତୋଟି ଆଧୁନିକ ଧରଣର ଘର, ଆକାଶ ରଙ୍ଗର, ବିସ୍କୁଟ ରଙ୍ଗର, କଦବା ସବୁଜ ଅଙ୍ଗୁର ଭଳି ଟହଟହ ସ୍ୱଚ୍ଛ ଓ ଲୋଭନୀୟ। ଏହି କଲୋନୀର ଶେଷ ପ୍ରାନ୍ତରେ ଯେଉଁ 2 ମହଲା ଘରଟି ସଯତ୍ନ ବର୍ଦ୍ଧିତ ଫଳପୁଷ୍ପର ଗଛଲତା ଗହନରୁ ସେଇଟା ଦୂରକୁ ଦେଖାଯାଏ ଗୋଟେ ନୀଡ଼ ଭଳି। ନୀଡ଼ ଭିତରୁ ଯେମିତି ବିହଙ୍ଗ ଶାବକଟିଏ ଆଖି ତୋଳି ଅନାଏ, ଠିକ୍ ସେମିତି ଦ୍ୱିତଳର ବାରନ୍ଦାରେ କେତୋଟି ପତ୍ର ପୁଷ୍ପୋଚ୍ଛଳ ଟବ୍ ଭିତରୁ ଟିକି ଝିଅଟିଏ ରେଲିଂ ଉପରେ ଭରା ଦେଇ ଅନାଇ ରହିଥାଏ ରାଜପଥର ଦୃଶ୍ୟମାନ ସୀମା ପର୍ଯ୍ୟନ୍ତ। ସେ ପଥରେ ଦୈନିକ ଯାଏ କେତେ ଯାନବାହନ, କେତେ କିସମର, କିନ୍ତୁ ଟିକି ଝିଅଟିର ନିର୍ନିମେଷ ଦୃଷ୍ଟିକୁ ନିମିଷକ ପାଇଁ ମଧ୍ୟ ସେମାନଙ୍କର ତୈଳାକ୍ତ ଗତିଶୀଳ ଦ୍ୟୁତି ଚମକାଇ ଦେଇପାରେ ନାହିଁ। ସେ ପଥରେ ଯାଏ ଡ୍ରମ୍ ପିଟି ପିଟି ସୁଲଳିତ ବଂଶୀ ବଜାଇ ବଜାଇ ସିନେମାର ମନ୍ଥର ବିଜ୍ଞାପନ ଗାଡ଼ି। ଦୈନିକ 10:30ଟାରେ 2ଟି ସାଇକେଲରେ ଲଗାଲଗି ହୋଇ କୌଣସି ଅଫିସ ଉଦ୍ଦେଶ୍ୟରେ ଯୁବକଟିଏ ଯୁବତୀଟିଏ ଯାଉଁ ଯାଉଁ ଏପରି ଆଚରଣ କରୁଥାନ୍ତି ଯେ ସେଥିରେ ତଳେ ଫାଟକ ଆଗରେ ଟୁଲ ପକାଇ ବସି ନିଶ ଆଉଁସା ଆଉଁସି କରି ମହାକାଳ ଅତିକ୍ରମ କରି ଚାଲିଥିବା ଦରୱାନଟି କୃତ୍ରିମ ଭାବରେ କାଶି ଉଠେ। କଦାଚିତ୍ ଫେରିବାଲା କିଶୋରଟିଏ ହୁଇସିଲ ମାରିଦିଏ। ସେ ପଥରେ ପୁଣି ଜଣେ ଜଟାଜୁଟଧାରୀ ବିଭୂତି ବିମଣ୍ଡିତ ନିରାସକ୍ତ ପୁରୁଷ ବଶୀକରଣ, ଗ୍ରହଶାନ୍ତି ଇତ୍ୟାଦିର ସ୍ୱପ୍ନଲବ୍ଧ ଅବ୍ୟର୍ଥ କବଚ, ଚେରମୂଳି ଇତ୍ୟାଦି ଧରି ବିଦଗ୍ଧ ମାନବତାର ସେବାର୍ଥେ ପ୍ରାୟତଃ ଯିବା ଆସିବା କରନ୍ତି। ଟିକି ଝିଅର ସୁଦୂର ପ୍ରସାରୀ ଦୃଷ୍ଟି କିନ୍ତୁ କେଉଁଠି ହେଲେ ଚହଲିଯାଏ ନାହିଁ। ପଥର ବିପରୀତ ଦିଗରେ ଅଦୂରର ଯେଉଁ କ୍ଷୁଦ୍ର ହୋଟେଲର 2 ମହଲାରେ ଏକମାତ୍ର କୋଠରୀଟି ଭଡ଼ା ନେଇ ମୁଁ ରହିଥାଏ, ସେଠାରୁ ସେଇ ଟିକି ଝିଅଟିକୁ ଦୀର୍ଘ ସମୟ ଧରି ଅବଲୋକନ କରିବାଟା ମୋର ନିସଙ୍ଗ ଜୀବନର ଏକ ପ୍ରୀତିକର ଅଭ୍ୟାସରେ ପରିଣତ ହୋଇଯାଇଥିଲା। ସରକାରୀ କଲେଜରୁ ଅବସର ଗ୍ରହଣ କରିବା ପରେ ହିଁ ମୁଁ ସେଠାକୁ ସମ୍ପ୍ରତି ଏକ ପ୍ରାଇଭେଟ ସାନ୍ଧ୍ୟ କଲେଜର ଅଧ୍ୟାପକ ରୂପେ ନିଯୁକ୍ତି ପାଇ ଆସିଥିଲି। ଲ୍ୟାଙ୍ଗଲ୍ୟାଣ୍ଡ ଟୁ ଏଲିଅଟଙ୍କ ପର୍ଯ୍ୟନ୍ତ ବହୁ ପ୍ରସ୍ତୁତି ଜୀବନବ୍ୟାପୀ କରିଛି। ଅତଏବ ମଧ୍ୟ ମଧ୍ୟ ପିଲାଙ୍କର ଖାତା ସଂଶୋଧନ କରିବା ଛଡ଼ା ଏଣିକି ପଢ଼ାପଢ଼ି କରିବା ବା ଆଉ କିଛି କରିବାର ପ୍ରବୃତ୍ତି ନଥିଲା। ଦିବସବ୍ୟାପୀ ଅନେକ ଅଳସ ମୁହୂର୍ତ୍ତ ଧରି ମୁଁ ମୋ କୋଠରୀର ବାତାୟନ ଭିତରୁ ଝିଅଟିକୁ ଅନାଇ ରହୁଥିଲି। ମଧ୍ୟ ମଧ୍ୟ ପରିବାରର ପରିଚାରିକା ଭଳି ବୋଧ ହେଉଥିବା ଜଣେ ମହିଳା ଆସି ତାକୁ ସସ୍ନେହ ଭିତରକୁ ଡାକି ନେଉଥିଲେ। କିନ୍ତୁ ପ୍ରାୟ ସକାଳ 8ଟା ପରେ ଓ ଉପରଓଳି 3ଟା ପରେ ଝିଅଟି ପ୍ରତିଥର 2-3 ଘଣ୍ଟା ଲେଖାଏଁ ସେଇଠି ଯେପରି ନିଶ୍ଚଳ ହୋଇ ରହିବ, ସେଥିପାଇଁ କିଏ ଯେପରି ତାକୁ ମନ୍ତ୍ରମୋହିତ କରିଦେଉଥିଲା। ଥରେ ଥରେ ତାର ସେହି ଏକାନ୍ତ କମନୀୟ ବଦନକୁ ଟିକିଏ ଅଧିକ ନିରୀକ୍ଷଣ କରି ଦେଖିବା ସକାଶେ ମୋର ଇଚ୍ଛା ପ୍ରବଳ ହେଲେ ମୁଁ ମୋର କୋଠରୀର ସମ୍ମୁଖ କ୍ଷୁଦ୍ର ବାରନ୍ଦାକୁ ବାହାରି ଆସୁଥିଲି। ଝିଅଟି ମୋ ଆଡ଼କୁ ମଧ୍ୟ ମଧ୍ୟ ଅନାଉଥାଏ। ଦୂରତ୍ୱ ତଥା ମୋର ବାର୍ଦ୍ଧକ୍ୟ ପୀଡ଼ିତ ଦୃଷ୍ଟିର ମଳିନତା ସତ୍ତ୍ୱେ ମୁଁ ଦେଖୁଥିଲି। ବରଂ କୁହାଯାଇପାରେ ଯେ ମୁଁ ଅନୁଭବ କରୁଥିଲି ଝିଅଟିର ନୟନ ଯୁଗଳ ବଡ଼ ଉଦାସ। ତଥାପି ସେ ଔଦାସ୍ୟ ତଳେ ଚାପି ହୋଇ ରହିଥିଲା ଯେଉଁ ସ୍ୱାଭାବିକ ସ୍ଫୂର୍ତ୍ତିର ସ୍ଫୁଲିଙ୍ଗ, ତାହା ଥରେ ଥରେ ଯେମିତି ତାର ପରିପାର୍ଶ୍ୱକୁ ଝଲସାଇ ଦେଉଥିଲା। ଥରେ ଥରେ ଯେତେବେଳେ ଛୋଟ ପକ୍ଷୀଟିଏ ଫୁଲକୁଣ୍ଡ ସବୁ ଭିତର ଦେଇ ଡେଇଁ ଡେଇଁ ତା ସମ୍ମୁଖକୁ ଚାଲି ଆସୁଥିଲା, ଅଥବା ଯେତେବେଳେ ପାର୍ଶ୍ୱବର୍ତ୍ତୀ ଘରର ପାଳିତ ପାତି ମାଙ୍କଡ଼ଟି ଜଞ୍ଜିରରୁ କୌଣସି ପ୍ରକାର ମୁକୁଳି ଆସି ସେହି ବାରନ୍ଦାରେ ବସୁଥିଲା ଓ ସେ ରୂପଦର୍ଶନରେ ଶଙ୍ଖି ବିଲେଇଟିଏ କ୍ରମାଗତ ଭାବରେ ଫୁଲିବାକୁ ଲାଗୁଥିଲା। କିନ୍ତୁ ସେ ସ୍ଫୁଲିଙ୍ଗର ସ୍ଫୁରଣ ହେଉଥିଲା ମୁହୂର୍ତ୍ତକ ସକାଶେ। ମୁଁ ଯେତେ ଆଗ୍ରହରେ ଝିଅଟିର ଆଚରଣରେ ଏହି ବିରଳ ବ୍ୟତିକ୍ରମକୁ ଅପେକ୍ଷା କରୁଥାଏ ନା କାହିଁକି,
ମୋ ଉପରେ ଆଖି ପଡ଼ିଲେ ସେ ପୁଣି ତାର ବିଷର୍ଣ୍ଣ ଏକାଗ୍ରତା ଭିତରେ ନିମଜ୍ଜିତ ହୋଇଯାଏ, ଲେଉଟିଯାଏ ଏକ ସୁଦୂର ପୃଥିବୀକୁ, ଯାହାର ଏକମାତ୍ର ବାସିନ୍ଦା ସେ ନିଜେ। ଛାତ୍ର ଅବସ୍ଥାରେ ତଥା ଅଧ୍ୟାପକ ଜୀବନର ପ୍ରଥମ ପର୍ଯ୍ୟାୟରେ ମୁଁ ବରଂ ବିଭିନ୍ନ ସୌଖିନ ଅଭିନୟ ଅନୁଷ୍ଠାନରେ ସର୍ବଦା ହାସ୍ୟରସାତ୍ମକ ଭୂମିକାରେ ଅବତୀର୍ଣ୍ଣ ହେଉଥିଲି। ଅନ୍ୟ ଭିତରେ ମଜା ଉଦ୍ରେକ କରିବାଟା ଥିଲା ଦୁର୍ଭାଗ୍ୟ ବା ସୌଭାଗ୍ୟକ୍ରମେ ମୋ ଚେହେରାରେ ଜନ୍ମଗତ ବିଶେଷତ୍ୱ। ଅଥଚ ଝିଅଟି ମୋତେ ଦେଖି କିପରି ପାତିମାଙ୍କଡ଼ ସାନ୍ନିଧ୍ୟରୁ ଲାଭ କରୁଥିବା ପ୍ରସନ୍ନତା ଟିକକ ହଜାଇ ଦେଇପାରେ, ତାହା ମୋତେ କେବଳ ବିସ୍ମିତ ନୁହେଁ ହତାଶ ମଧ୍ୟ କରୁଥିଲା। ଭାବୁଥିଲି, ବାର୍ଦ୍ଧକ୍ୟ ବୋଧହୁଏ ମୋ ଚେହେରାରେ ଆଣିଦେଇଛି ଅନାହୁତ ଗାମ୍ଭୀର୍ଯ୍ୟ। ଦିନ 10:30ରୁ 11ଟା ଭିତରେ ସାଇକେଲ ଚଢ଼ି ଖାକି ପରିଚ୍ଛଦରେ ରାଜପଥର ବଙ୍କିମ ସୀମାରେ ଯେଉଁ ବ୍ୟକ୍ତିଟି ଆବିର୍ଭୂତ ହୁଏ, ତାକୁ ହିଁ 2-3 ଘଣ୍ଟା ଧରି ଝିଅଟି ଅପେକ୍ଷା କରିଥାଏ। ପୋଷ୍ଟମ୍ୟାନଟି ବିଭିନ୍ନ ଘର ଆଗରେ ଦ୍ୱିଚକ୍ରରୁ ଅବତରଣ କରି ଚିଠି ବଣ୍ଟା ବଣ୍ଟି କରି ଯେତେବେଳେ ସେହି 2 ମହଲା ଘର ପାଖକୁ ଆସେ, ସେତେବେଳେ ଝିଅଟି ପ୍ରାୟ ଶ୍ୱାସରୁଦ୍ଧ ଉତ୍କଣ୍ଠା ନେଇ ବାରନ୍ଦାର ଲୁହା ବାଡ଼ ଉପରକୁ ଝୁଲି ପଡ଼ି ପ୍ରଶ୍ନ କରେ, ମୋ ପାଇଁ ଚିଠି ଅଛି? ମୋ ନାମ ରୀନା। ପୋଷ୍ଟମ୍ୟାନଟି ଈଷତ୍ ହସି ନାସ୍ତି ସୂଚକ ହାତ ହଲାଇ ଚାଲିଯାଏ। ତାପରେ ଯେଉଁ ଦୀର୍ଘ ନିଶ୍ୱାସ ଛାଡ଼ି ଝିଅଟି ତାର ଗତିପଥକୁ କେଇ ମୁହୂର୍ତ୍ତ ଅନାଇ ରହି ଘର ଭିତରକୁ ଧୀରେ ଧୀରେ ଅପସରି ଯାଏ, ସେ ଦୃଶ୍ୟ ମୋତେ ବି କେମିତି ଉଦାସ କରିଦିଏ। ଯଦିଓ ଟିକି ଝିଅଟି କାହାଠୁ ଚିଠିର ଅପେକ୍ଷା କରି ରହିଛି, ସେ ବିଷୟରେ ମୁଁ କିଛି ବି ଜାଣେ ନା। ସେ ଭିତରକୁ ଚାଲିଯିବାକୁ ଉଦ୍ୟତ ହେଲେ ମୁଁ ବି ମୋ କୋଠରୀ ଭିତରକୁ ଚାଲି ଆସୁଥିଲି। ଉତ୍କଣ୍ଠିତ ପ୍ରତୀକ୍ଷା ଓ ଅବଶେଷରେ ହତାଶ ଦୀର୍ଘ ନିଶ୍ୱାସର ଏଇ ଏକ ହିଁ ଦୃଶ୍ୟ ପୁନରାୟ ଅପରାହ୍ନରେ ଦେଖିବାକୁ ପଡ଼ୁଥିଲା। ପ୍ରାୟ 3ଟା ପରଠୁ ଝିଅଟି ଆସି ଛିଡ଼ା ହୋଇ ରହୁଥିଲା। 4:30ଟା ବେଳକୁ ପୋଷ୍ଟମ୍ୟାନ ସେ ଅଞ୍ଚଳ ପରିକ୍ରମା ଶେଷ କରି ଚାଲିଯିବା ପରେ ସେ ଘର ଭିତରକୁ ପଶି ଯାଉଥିଲା, ଆଉ ମୁଁ ବି ଚାଲି ଆସୁଥିଲି। ହଁ, ବାରନ୍ଦାରେ ଦୀର୍ଘ ସମୟ ଛିଡ଼ା ହୋଇ ରାଜପଥକୁ ଅନାଇବା ମୋର ବି କ୍ରମେ ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇଯାଇଥିଲା। କହିବା ବାହୁଲ୍ୟ, ଚିଠି ପାଇଁ ମୋର ଅପେକ୍ଷା ନଥିଲା। ସେସବୁ ଆସୁଥିଲା କଲେଜ ଠିକଣାରେ। ଏହି ଅଭ୍ୟାସ ପଛରେ ରହିଥିଲା ଟିକି ଝିଅଟିକୁ ବାରମ୍ବାର ଦେଖିବାର ସୁତୀବ୍ର ଆକାଂକ୍ଷା। ଝିଅଟି ମଧ୍ୟ କ୍ରମେ ଅଧିକରୁ ଅଧିକ ସମୟ ମୋ ଆଡ଼କୁ ଅନାଇ ରହିବାରେ ଅଭ୍ୟସ୍ତ ହୋଇପଡ଼ିଥିଲା। ଥରେ ଥରେ ମନେ ହେଉଥିଲା ଯେମିତି ସେ ମୋତେ କିଛି ପଚାରିବାକୁ ଚାହେଁ, ଅଥଚ ତାର ସହଜାତ ସମ୍ଭ୍ରମବୋଧ ତାକୁ ବାଧା ଦେଉଛି। ସେ ଯାହା ହେଉ, କ୍ରମେ ବୟସ ଓ ଅପରିଚୟର ସମସ୍ତ ବ୍ୟବଧାନ ସତ୍ତ୍ୱେ ଆମେ ଦୁହେଁ ପରସ୍ପର ଘନିଷ୍ଠ ହୋଇ ଉଠିଥିଲୁ ବୋଲି ମୋର ହୃଦବୋଧ ହେଉଥିଲା। ଆମ ଭିତରେ ଯେମିତି ଗଢ଼ି ଉଠୁଥିଲା ଏକ ନିର୍ବାକ ମମତା ଓ ସହାନୁଭୂତିର ବନ୍ଧନ। ବେଶ କିଛି ଦିନ ଏହିପରି ଗଡ଼ି ଚାଲିବା ଉତ୍ତାରୁ ଦିନକର ନିସ୍ତବ୍ଧ ଅପରାହ୍ନରେ ମୋର କୋଠରୀର ଦ୍ୱାର ସେପଟେ ଜଣେ କେହି ମୃଦୁ ସଂକେତ ଦେବାରୁ ମୁଁ କବାଟ ଖୋଲି ଦେଇ ଦେଖେ ତ ସେହି ସମ୍ମୁଖସ୍ଥ ଦ୍ୱିତଳ ହମ୍ୟର ଦରୱାନଟି ସସଙ୍କୋଚରେ ଦଣ୍ଡାୟମାନ। ତା ମୁହଁରେ ସପ୍ରତିଭ ସ୍ମିତହାସ୍ୟ ଦେଖି ମୁଁ ଅନୁଭବ କଲି ଲୋକଟିର ହିଂସ ଦର୍ଶନ ନିଃସହଳକ ହିଁ ତାର ସମୁଦାୟ ଚରିତ୍ର ନୁହେଁ। ମୁଁ ତାକୁ ଭିତରକୁ ଡାକିନେଲି। ସେ ମୋ ହାତକୁ ଖଣ୍ଡେ ଲଫାଫା ବଢ଼ାଇ ଦେଲା। ତହିଁ ଉପରେ ଠିକଣା ଲେଖା ଥିଲା, ରୀନା, କେୟାର ଅଫ୍ ଇତ୍ୟାଦି। ମୁଁ ଜିଜ୍ଞାସୁ ନୟନରେ ଦରୱାନ ଆଡ଼କୁ ଅନାଇଲେ ସୁଦ୍ଧା ନୀରବ ସ୍ମିତହାସ ବ୍ୟତିରେକେ ଆଉ କିଛି ସାହାଯ୍ୟ ତାଠାରୁ ଆପାତତଃ ପାଇଲି ନାହିଁ। ଲଫାଫାଟି ଖୋଲା ଥିଲା। ତହିଁ ମଧ୍ୟରୁ ନୀଳ ରଙ୍ଗର କାଗଜଟି ବାହାର କରି ଅଗତ୍ୟା ପଢ଼ିବାକୁ ଲାଗିଲି। ଛୋଟ ଚିଠିଟିଏ ଲେଖା ହୋଇଛି ଦୂରାନ୍ତର ଏକ ହସ୍ପିଟାଲରୁ। ବୁଝିଲି, ରୀନା ନିକଟକୁ ପ୍ରବାସରୁ ତାର ଜନନୀ ଲେଖିଛନ୍ତି। ରୀନା, ତୁ ଯଦି ମୋର ଚିଠି ଖଣ୍ଡିକ ପଢ଼ିପାରିବୁ, ତେବେ ମୋର ଲେଖି ଶିଖିଥିବା ସାର୍ଥକ ହେବ ବୋଲି ଜାଣିବି। ତୁ ମୋ ପାଇଁ କେତେ ମନ ଖରାପ କରୁଥିବୁ।
ଏଠାରେ ମୋତେ ଆଉ ବେଶୀ ଦିନ ରହିବାକୁ ପଡ଼ିବ ନାହିଁ ବୋଲି ଡାକ୍ତରମାନେ କହୁଛନ୍ତି। ତେବେ ଯେତିକି ଦିନ ରହିବି ତୁ ସୁନା ପିଲାଟି ମୋତେ ମୋଟେ ଝୁରି ହେବୁ ନାହିଁ। ତୁ ଫୁଲ ତୋଳିବାକୁ କେତେ ଭଲ ପାଉ। ତୁ ଫୁଲକୁ ଭଲ ପାଉ ବୋଲି ମୁଁ ଫୁଲକୁ ଭଲ ପାଉଥିଲି। ଏଠାରେ ମୁଁ ସେଜ କଡ଼ରେ ଝରକା ସେପଟେ ସୁନ୍ଦର ବଗିଚାଟିଏ ଅଛି। ଆଜି ବଗିଚାଟି ଭାରି ଭଲ ଦେଖାଯାଉଛି। ବୋଧହୁଏ ବସନ୍ତ ଋତୁ ଆସିଲାଣି। ଆମ ବଗିଚାରେ କେତେ ଫୁଲ ଫୁଟିଥିବ। ତୁ ଏଥର ଆୟା ସହିତ ଫୁଲ ତୋଳିବୁ। ଆଗାମୀ ବସନ୍ତ ବେଳକୁ ପୁଣି ମୁଁ କାଖରେ ଧରି ତୋତେ ବଗିଚାଟା ଯାକ ବୁଲାଇବି। ଉଚ୍ଚ ଡାଳମାନଙ୍କୁ ହାତ ବଢ଼ାଇ ତୁ ଫୁଲ ତୋଳିବୁ। ମୁଁ ସବୁବେଳେ ତୋ କଥା ଭାବୁଛି। ତୋର ଯେଉଁ କେତେ ଖଣ୍ଡି ଫଟୋ ମୋ ନିକଟରେ ଥିଲା ସେଗୁଡ଼ିକ ତ ସବୁବେଳେ ଦେଖୁଛି। କିନ୍ତୁ ତୋ ବାପା ଲେଖିଥିଲେ ତୁ କୁଆଡ଼େ ଅଭିମାନରେ ଆଉ ଫଟୋ ଉଠାଇବାକୁ ଦେଉନାହୁଁ। ସୁନା ପିଲାଟି ମୋର, ତୋର କେତେ ଖଣ୍ଡି ନୂଆ ଫଟୋ ଯେମିତି ମୁଁ ଅତି ଶୀଘ୍ର ପାଏ। ବଦଳରେ ମୁଁ ତୋ ପାଖକୁ ପ୍ରତି 7 ଦିନରେ ଖଣ୍ଡିଏ ଖଣ୍ଡିଏ ଚିଠି ଲେଖୁଥିବି। ଅଭିମାନ କରିବୁ ନାହିଁ। ଚିଠିଟିର ତାରିଖରୁ ବୁଝିଲି ତାହା ପ୍ରାୟ 3 ମାସ ତଳେ ଲେଖା ହୋଇଛି। ପ୍ରତିଶ୍ରୁତି ଅନୁସାରେ ସେ ଚିଠିର ପରବର୍ତ୍ତୀ 11 ଖଣ୍ଡି ଚିଠିରୁ ଖଣ୍ଡିଏ ମଧ୍ୟ ରୀନାର ହସ୍ତଗତ ହୋଇନାହିଁ। ତାହାର ସାକ୍ଷୀ ମୁଁ ସ୍ୱୟଂ। ପଢ଼ିସାରି ଦରୱାନ ମୁହଁକୁ ଚାହିଁଲି। ସେହି ଦାନବ ଜାତୀୟ ମଣିଷଟିର ଆଖି ସେତେବେଳେ ଅଶ୍ରୁ ସଜ୍ଜଳ। ମୋର ବୁଝିବାକୁ ଅସୁବିଧା ହେଲା ନାହିଁ ରୀନା ତାର ଜନନୀଠାରୁ ଆଉ କେବେ ବି ଚିଠି ପାଇବ ନାହିଁ। ଡାକ୍ତରମାନେ ଠିକ୍ କହିଥିଲେ। ରୀନାର ଜନନୀଙ୍କୁ ବେଶୀ ଦିନ ସେ ଆରୋଗ୍ୟ ନିକେତନରେ ରହିବାକୁ ପଡ଼ିନଥିଲା। ରୀନାର ପିତା ବିଭବଶାଳୀ ବ୍ୟବସାୟୀ। କିନ୍ତୁ ବିତ୍ତଲବ୍ଧ ସମସ୍ତ ଆୟୋଜନ ଚିଠି ପାଇଁ ରୀନାର ବ୍ୟାକୁଳ ପ୍ରତୀକ୍ଷାକୁ ପ୍ରତିହତ କରିପାରି ନାହିଁ। ସବୁ ବୁଝିଲି, କିନ୍ତୁ ବୁଝିପାରିଲି ନାହିଁ ମୋ ପାଖକୁ ବା କାହିଁକି ସେ ଦରୱାନଟି ଚିଠି ଖଣ୍ଡିକ ନେଇକି ଆସିଛି। କିଏ ପଠାଇଛି? ପ୍ରକୃତିସ୍ଥ ହୋଇ ଦରୱାନ ମୋତେ ବୁଝାଇଦେଲା। ରୀନା ସବୁଦିନ ମୋତେ ମୋ ବସାର ବାରନ୍ଦାରେ ତାରି ଭଳି ପ୍ରତୀକ୍ଷାରତ ଥିବାର ଦେଖେ ଏବଂ ଏକଥା ମଧ୍ୟ ଦେଖେ ଯେ ମୋ ପାଖକୁ ମୋ ନିକଟକୁ କେବେ ଚିଠି ଆସେ ନାହିଁ। ସେ ମୋ ପାଇଁ ବଡ଼ ଦୁଃଖ ପାଏ। କିନ୍ତୁ କ'ଣ ବା କରିବ? ଶେଷକୁ ତା ମା ପାଖରୁ ପାଇଥିବା ଏକମାତ୍ର ଚିଠିଟି ସେ ମୋତେ ଦେଇଦେବା ନିମନ୍ତେ ସିଦ୍ଧାନ୍ତ କରିଥିଲା। ଅର୍ଦ୍ଧ ଶତାବ୍ଦୀ ତଳେ ମୁଁ ମୋର ମା'କୁ ହରାଇଥିଲି। ବୟସ ଓ ଅଭିଜ୍ଞତାର ପାଷାଣ ସ୍ତୂପ ଭିତରେ ପୋତି ହୋଇ ପଡ଼ିଥିବା ସେହି ବେଦନା ତଥା କୈଶୋର କାଳର କଳ୍ପନାରେ ସ୍ୱପ୍ନରେ ତାକୁ ଫେରି ପାଇବାର କେତେ କେତେ ବିଗତ କ୍ଷଣିକ ପୁଲକ, ସେସବୁର ସମନ୍ୱୟ ପ୍ରସୂତ ଏକ ଶିହରଣ ବିଦ୍ୟୁତ୍ ଭଳି ମୋ ଭିତରେ ଚମକିଗଲା। ଅଜ୍ଞାତ ସାରରେ ଚିତ୍କାର କରି ଉଠିଲି, ରୀନା, ଟିକି ମାଟି ମୋର।